ସେମାନେ ପ୍ରତ୍ୟାଖ୍ୟାନ କରନ୍ତୁ ଏବଂ ଭୋଟ ଦିନ ଭୋଟ ଗ୍ରହଣ ହେବ ସେ ତାଙ୍କର ଭଲ ପୀଡ଼ିତ ପରିବାର ମାନେ କାଲି ଆଜି ପର୍ଯ୍ୟନ୍ତ ଦିନ 2ଟା ବାଜିବା ପାଇଁ ବସିଲାଣି ଏହି ରାଜ ରାସ୍ତାରେ ବସି ରହିଛୁ ଏବଂ ଯେଉଁ ବିଧାନସଭା ଅଭିମୁଖେ ଯେଉଁ ଆସିଥିଲୁ ବିଧାନସଭା ଗେଟ୍ ପାଖରେ ବସି ରହିଛୁ ଆମକୁ ପୋଲିସ ଖାଲି ସାନ୍ତ୍ୱନା ଦେବା ଛଡ଼ା ଏପର୍ଯ୍ୟନ୍ତ କିଛି ସମାଧାନ ବାଟ ବାହାର କରିନି ଯେହେତୁ ଆମେ ରାଜ୍ୟରୁ ଅନେକ ପୀଡ଼ିତ ପରିବାର ଆଜି ଆମେ ବହୁବାର ରାଜ୍ୟ ସରକାର ଏବଂ ରାଜ୍ୟ ପୋଲିସ ବିଭାଗକୁ ଯେତେ କମ୍ପ୍ଲେନ୍ କଲେ ମଧ୍ୟ ଆମକୁ ରାଜ୍ୟ ସରକାର କୌଣସି ନ୍ୟାୟ ଦେଲେ ନାହିଁ ଯେହେତୁ ଏଠି ରାଜ୍ୟ ସରକାରଙ୍କର ଅପାରଗତା ଏବଂ ରାଜ୍ୟ ପୋଲିସର ନିଷ୍କ୍ରିୟତା ପାଇଁ ଆମେ ଆଜି ନ୍ୟାୟ ପାଇପାରିଲୁ ନାହିଁ ସେଥିପାଇଁ ଆମେ ଆଜି ବିଧାନସଭା ଅଭିମୁଖେ ଯାତ୍ରା କରିଥିଲୁ ଯେହେତୁ ଏଠି ଏ ଯେଉଁ ସମସ୍ତ କେସ୍ରେ ଆପଣମାନେ ଦେଖିଥିବେ ମାଳ ମାଳ ବିଧାୟକ ମାଳ ମାଳ ମନ୍ତ୍ରୀ ସମ୍ପୃକ୍ତ ଥିବାରୁ ସେଥିପାଇଁ ଆମେ ବର୍ଷ ବର୍ଷ ଧରି ନ୍ୟାୟ ପାଇପାରୁ ଯେହେତୁ ବିଜୁ ଜନତା ଦଳ ସରକାରରେ ମାଳ ମାଳ ମନ୍ତ୍ରୀ ମାଳ ମାଳ ବିଧାୟକ ଅଛନ୍ତି ସେଥିପାଇଁ ଆମେ ଏ ସମସ୍ତ କେସ୍ରେ ନ୍ୟାୟ ପାଇପାରୁନାହିଁ ଆପଣଙ୍କୁ କେତୋଟି ଉଦାହରଣ ଦେଉଛି ନୟାଗଡ଼ର ନିଜ ପରୀ କେସ୍ରେ ଆପଣ ଦେଖନ୍ତୁ ସେଠି ଅନିତା ମେୟର କେସ୍ କଥା ଦେଖନ୍ତୁ ସେଠି ବିଦ୍ୟାଶଙ୍କର ମିଶ୍ର ଆପଣ ମାଙ୍କର ଯେ ବିବାଦୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏବଂ ଯୌନ କଳଙ୍କାରୀରେ ଯେଉଁ ବିଧାୟକ ଲିପ୍ତ ସେ ପ୍ରତାପ ଜେନା ସେ ପାଞ୍ଚଟି ହତ୍ୟା କରିଛନ୍ତି 2014 ମସିହାରୁ ଆରମ୍ଭ କରି 2021 ମସିହା ଭିତରେ ସେ 5ଟି ମର୍ଡର କରିଛନ୍ତି ଏବଂ 2021 ମସିହାରେ ସେ ଯେତେବେଳେ ମାହାଙ୍ଗା ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣା ହେଲା ତା ଦେହରେ ସେ 13 ନମ୍ବର ଅଭିଯୁକ୍ତ ହେଲେ ଯଦି ବିଜୁ ଜନତା ଦଳ ସରକାରରେ ଘର ହତ୍ୟାକାରୀ ମାଳ ବିଧାୟକ ମାଳ ମନ୍ତ୍ରୀ ରହିବେ ଆମେ ସାଧାରଣ ଜନତା କିଭଳି ଭାବରେ ନ୍ୟାୟ ପାଇବୁ ସେଥିପାଇଁ ଆମେ ଏଠି ତ ସରକାର ପୁରା ନବୀନ ବାବୁ ଘୋର ନିଦାରେ ତାଙ୍କର ଯେଉଁ ମନ୍ତ୍ରୀ ବିଧାୟକ ମାନେ ରହିଲେ ସେମାନେ ଖଣି ଖାଇଲେ ପାଣି ଖାଇଲେ ଡାଲି ଖାଇଲେ ବାଲି ଖାଇଲେ ନାରୀ ଖାଇଲେ ନର ହତ୍ୟା କଲେ ଶିଶୁ ଚୋରି କଲେ ଶିଶୁ ଅଙ୍ଗ ତସ୍କରୀ କଲେ ଲାଷ୍ଟକୁ ତାଙ୍କ ମନ ବୁଝିଲାନି ଯେ ସେ ପ୍ରଭୁ 4.5 କୋଟି ଓଡ଼ିଆଙ୍କ ଭାରତ ଦେବତା ପ୍ରଭୁ ଜଗତରନାଥ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରରୁ ରତ୍ନ ଲୁଟିଲେ ତଥାପି ତାଙ୍କ ମନ ଶାନ୍ତି ହେଲାନି କେତେ ଖାଇସାରିଲା ପରେ ବି ଆମ କାହାର ମା କାହାର ଭାଇ କାହାର ପୁଅ ଝିଅକୁ ହତ୍ୟା କଲେ ସେଥିପାଇଁ ଆମେ ଆଜି ନବୀନ ପଟ୍ଟନାୟକଙ୍କୁ ଜବାବ ମାଗିବା ପାଇଁ ଆସିଛୁ ଏବଂ ଯଦି ଆମକୁ ପୋଲିସ କୌଣସି ପରିସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କର ବ୍ୟକ୍ତିଗତ ସଚିବକୁ ସାକ୍ଷାତ କରନ୍ତି ଆମେ ଏଠୁ ପୁରା ଆମରଣ